ପାଞ୍ଚ ଛଅ ଦିନ ତା ସହିତ କଥା ହେଇଛି। 5-6 ଦିନେ ତୁ ପ୍ରାଇଭେଟ ଫଟୋ ଦେଇଦେବୁ, ମାନେ ବାଥରୁମରୁ ଆସୁଥିବା ମାନେ ପିନ୍ଧିଥିବା ଟାୱେଲ ସେ ଫଟୋ ଦେଇଦେବୁ ତାକୁ। ତାକୁ ବାଡେଇଥିଲି ମୁଁ। ଝିଅ ଶୋଇଛି ହ୍ୱାଟ୍ସଆପ ରେ ଲାଇନରେ ଗୋଟେ ପିଲାକୁ ରଖି ଶୋଇଛି, ବାକି ଝିଅ ଶୋଇ ପଡିଛି, ବାକି ହ୍ୱାଟ୍ସଆପ ରେ ପିଲା ଅଛି ପାଖାପାଖି ଘଣ୍ଟେରୁ 1.5 ଘଣ୍ଟା ଲାଇନରେ ଅଛି। ମେଡିକାଲ ଫ୍ରଣ୍ଟରେ ଗୋଟେ ପର ପୁରୁଷ ସହିତ ଠିଆ ହେଇଥିଲା। ମୁଁ ଗଲି ଝିଅକୁ ପଚାରିଲି ଏ ପିଲା କିଏ ନା ମୋ ସ୍ୱାମୀ। ତାହେଲେ ମୁଁ କିଏ ତୁ କିଏ ଚିହ୍ନିନି ଜାଣିନି କହିକି ମତେ ସେ ପିଲା ବି ବାଡେଇଲା, ଝିଅ ବି ବାଡେଇଲା। ମୁଁ ଜାଣିଛି କୋର୍ଟରେ ମତେ ଡିଭୋର୍ସ ହବ, ମୁଁ ଜାଣିଛି ଭଲ ଭାବରେ, ବାକି ଏତେ ସବୁ ଜିନିଷ ହେଇଛି ମୁଁ ଜାଣିବାକୁ ମୁଁ ସବୁ ଚାହୁଁଛି ଏ ଜିନିଷ ମତେ ମୋ ସହିତ ଯଦି ଯୋଉ ଅନ୍ୟାୟ ହେଇଛି କାହା ସହିତ ନ ହଉ। ଆପଣମାନଙ୍କୁ ମୁଁ ଗୋଟେ ଭଲ ଭିଡ଼ିଓ ଦେଖେଇବି, ଆଉ ଯେଉଁ ଭିଡ଼ିଓ ବର୍ତ୍ତମାନ ପାଇଁ ଓଡ଼ିଶାରେ ବର୍ତ୍ତମାନ ପାଇଁ ଚହଳ ସୃଷ୍ଟି କରୁଛି, ମାନେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଆଉ ସେ ଭିଡ଼ିଓଟି କ'ଣ ଦେଖେଇବା ଆଗରୁ ଆପଣମାନଙ୍କୁ ଗୋଟେ କଥା କହି ରଖୁଛି, ଯେଉଁଠି ବି ଆପଣମାନେ ବାହା ହେଉଛନ୍ତି କି ଭଲ ପାଉଛନ୍ତି, କିନ୍ତୁ ଆପଣ ଟିକେ ସତର୍କ ହେଇଯାନ୍ତୁ, କାରଣ ବାହା ହେଇସାରିଲା ପରେ ସେ ଝିଅ ବି ଆପଣଙ୍କୁ ମାନେ ଚିଟିଂ, ଆପଣଙ୍କ ସହିତ ଚିଟିଂ ବି କରିବାକୁ ପଛେଇବେନି। କାରଣ ଆଜି ସେଇଭଳିଆ ଗୋଟେ ଆପଣଙ୍କୁ ନ୍ୟୁଜ୍ ଦେଖିବାକୁ ଯାଉଛି, ଯେଉଁ ନ୍ୟୁଜ୍ରେ ଜଣେ ଭାଇ ମାନେ ଲଭ୍ ମ୍ୟାରେଜ୍ କରିଥିଲେ, ସେ ଝିଅକୁ ଭଲ ପାଇକି ବାହା ହେଇଥିଲେ, ବାହା ହେଇସାରିଲା ପରେ ସେ ଝିଅକୁ ପାଠ ପଢ଼େଇକି ଟିଚର କରେଇଲେ, ଟିଚର କରେଇ ସାରିଲା ପରେ ସେ ଝିଅ କ'ଣ କରିଛି ନା ଏ ଭାଇଙ୍କ ସହିତ ଚିଟିଂ କରିଛି। ଆଉ ଚିଟିଂ କ'ଣ ନା ଇଏ ଭାଇକି ସେ ଝିଅ ଧୋକା ଦେଇଛି, ଆଉ ସେ ଝିଅ ମାନେ ଅଲଗା ପୁରୁଷ ମାନେ ଶହ ପୁରୁଷଙ୍କ ସହିତ ସମ୍ପର୍କ ରଖିଛି। ଆଉ ସେଇଭଳିଆ ଭିଡ଼ିଓ ମୁଁ ଆପଣଙ୍କୁ ଦେଖେଇବି, ଚାଲନ୍ତୁ। ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲଟାକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ, ତା ସହିତ ପାଖରେ ଥିବା ବେଲ୍ ଆଇକନ୍ ଘଣ୍ଟିଟିକୁ ଦବେଇ ଦିଅନ୍ତୁ। ଆଉ ସେ ଭାଇଙ୍କର କଥା ଟିକେ ମୁଁ ଏ ସାଇଡ଼ରେ ଦେଉଛି, ଟିକେ ଶୁଣନ୍ତୁ। ସେ ଭାଇ ତାଙ୍କ ସ୍ତ୍ରୀଙ୍କୁ କେମିତି ପାଠ ପଢ଼େଇକି ଚାକିରି କରେଇ ସାରିଲା ପରେ ସେ ସ୍ତ୍ରୀ ତାଙ୍କ ସ୍ତ୍ରୀ ଜଣକ କେମିତି ପରପୁରୁଷକୁ ବାଥରୁମ୍ ଭିତରେ ଯାଇକି ଖରାପ ଫଟୋ ଉଠେଇକି ଟୋକାଙ୍କ ସହିତ ଚାଟିଂ କରାହେଉଛି। ଭାଇ ଟିକେ କହିଦିଅନ୍ତୁ ଆମ ଦର୍ଶକମାନଙ୍କୁ କ'ଣ ହେଇଥିଲା, ଆପଣଙ୍କ ସ୍ତ୍ରୀ କ'ଣ ଆପଣଙ୍କୁ ମାନେ ଚିଟିଂ କରିଛି ଟିକେ କୁହନ୍ତୁ। ହେଇଥିଲା 2017ରେ। ତାର ପାଷ୍ଟ କଥା ମତେ କହିଥିଲା, ମୋର ବି ପାଷ୍ଟ କଥା ମତେ କହିଥିଲେ। ଆମର କହିକି ଆମେ ଅଣ୍ଡରଷ୍ଟାଣ୍ଡିଂରେ ଆମେ ମ୍ୟାରେଜ୍ କରିଥିଲୁ। ମ୍ୟାରେଜ୍ କରିବା ପରେ ଆମ ସମ୍ପର୍କ ଠିକ୍ଠାକ୍ ଚାଲିଥିଲା ଆଜ୍ଞା। ଠିକ୍ଠାକ୍ ଚାଲିବା ଭିତରେ ସେ ଝିଅକୁ ଆମ ଘରେ ଥିଲା। ମାନେ ଭାଇ ମାନେ ମ୍ୟାରେଜ୍ କରିଥିଲେ, ମାନେ ଭାଇ ବି ୟାଙ୍କ କଥା ସବୁ କହିଥିଲେ ସେ ଭଉଣୀ ଜଣଙ୍କୁ, ଆଉ ଭାଇ ବି ସେ ଭଉଣୀ ସବୁ କଥା କହିଥିଲେ। ଆଗରୁ କାହାକୁ ଭଲ ପାଇଥିଲେ, କ'ଣ କରିଥିଲେ ଭାଇ ବି ଜଣେଇ ଦେଇଥିଲେ, ଭଉଣୀ ବି ଜଣେଇ ଦେଇଥିଲେ। ତାପରେ ସବୁ ଠିକ୍ଠାକ୍ ତାଙ୍କର ବାହାଘର ଚାଲିଛି। ଭାଇ ଆଉ କ'ଣ କହୁଛନ୍ତି ଆଗକୁ ଟିକେ ଶୁଣନ୍ତୁ। ଭାଇ ଟିକେ ଆଗକୁ ଟିକେ କୁହନ୍ତୁ କ'ଣ ଆଉ ତାପରେ କ'ଣ। ଠିକ୍ଠାକ୍ ଚାଲିଥିଲା ଆଜ୍ଞା। ଠିକ୍ଠାକ୍ ଚାଲିବା ଭିତରେ ସେ ଝିଅକୁ ଆମ ଘରେ ଥିଲା, ଆସିକି 6 ବର୍ଷ 7 ମାସ ଘରେ ଥିଲା। କହିବାକୁ ଗଲେ 7 ବର୍ଷ ଝିଅ 7 ମାସ ରହିଲା। ତାକୁ ପାଠ ପଢ଼େଇଲି, ସେଠି କରେଇଲି, +3 ଗ୍ରାଜୁଏସନ୍ କମ୍ପ୍ଲିଟ୍ କରେଇଲି। ବର୍ତ୍ତମାନ ଝିଅ ହେଉଛି ଟିଚର। ବର୍ତ୍ତମାନ ଝିଅ ଏତେ ସବୁ ମୁଁ କରିଛି। ତା ନାଁରେ ମୋ ଲୋନ୍ ବି ଚାଲିଛି। ବର୍ତ୍ତମାନ 4-5ଟାରେ ଲୋନ୍ ଚାଲିଛି ଭାରତ ଫାଇନାନ୍ସ। ଆଚ୍ଛା ଭାଇ, ସବୁ କଥା ଜଣେଇ ସାରିଲା ପରେ, ଝିଅକୁ ପାଠ ପଢ଼େଇଲ, ସବୁ କିଛି କରେଇ ସାରିଲା ପରେ, ବର୍ତ୍ତମାନ ଟିଚର କରେଇ ସାରିଲା ପରେ ସିଏ ଝିଅ କ'ଣ ଚିଟିଂ କଲା ଆପଣ ଟିକେ କୁହନ୍ତୁ ଆମ ଦର୍ଶକମାନଙ୍କୁ। ହେଲା ଆରୋହଣ ହେଲା, ମୁଥୁଲ ଫାଇନାନ୍ସ ହେଲା, ଏମିତି ଲୋନ୍ ଚାଲିଛି ସେ ଝିଅର ମୋ ସହିତ। ବର୍ତ୍ତମାନ ମାନେ ଭାଇ ଆମର ଏତେ ପ୍ରେମର ବୁଡ଼ି ଯାଇଛନ୍ତି, ଯେ ଭାଇ ଆମର ଏତେ ପ୍ରେମର ବୁଡ଼ି ଯାଇଛନ୍ତି ସେ ଝିଅ ପ୍ରେମରେ, ଯେ କି ତାଙ୍କ ନାଁରେ ବି ଲୋନ୍ କରି ପକେଇଛନ୍ତି। ଭାଇ ମାନେ ଏତେ ପ୍ରେମୀ ଭାଇ ଜଣକୁ ବହୁତ ଭଲ ପାଉଛନ୍ତି। ଯାହା ହଉ ଜାଣିବା କଥା କି ଝିଅ ତମକୁ ସେତିକି ଭଲ ପାଇବା ଦେଉଛି କି ନାହିଁ, କିନ୍ତୁ ଭାଇ କ'ଣ କରୁଛନ୍ତି ନା ଏତେ ଭଲ ପାଇ ଯାଇଛନ୍ତି ଯେ ମାନେ ଭଉଣୀଙ୍କ ନାଁରେ ବି ମାନେ ଫାଇନାନ୍ସ ବି କରିଦେଇଛନ୍ତି, ମାନେ ଲୋକାଲ ଫାଇନାନ୍ସ 8-10ଟା ବି କରିଦେଇଛନ୍ତି। ଯାହା ହଉ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏତେ ମାନେ ଭଲ ପାଇବାରୁ। ଏତେ ମାନେ ତମ ଭଳିଆ ମାନେ ପ୍ରେମୀ ମାନେ ଇଏ ଓଡ଼ିଶାରେ ବୋଧେ ମୁଁ ଭାବୁଛି 1 ନମ୍ବର ତମେ ହେବ, କାରଣ ଆଉ ଏ ଯୁଗରେ କେହି ଭଲ ପାଇନଥିଲେ। ଶ୍ରୀକୃଷ୍ଣଙ୍କ ପରେ ତମେ ଭାଇ ବୋଧେ ବାହାରିଛ, କାରଣ ଏତେ ସବୁ କିଛି କରିଦେଇଛ ସେ ଝିଅ ନାକି। ଆଉ ଚାଲନ୍ତୁ ଭାଇ ଆଉ ଆଗକୁ କ'ଣ କହୁଛନ୍ତି ଆଉ ଟିକେ ଶୁଣନ୍ତୁ ଭାଇ କ'ଣ କଥା କ'ଣ କି ଝିଅର ସବୁ ପାଷ୍ଟ ଯାଇଥିଲେ ଅଲଗା କଥା, ସେ ଅଲଗା କଥା ଛାଡ଼ନ୍ତୁ। ମୁଁ ବର୍ତ୍ତମାନ ମୋତେ ମ୍ୟାରେଜ୍ କରିସାରିଲା ପରେ ତା ବିଷୟରେ ବହୁତ କିଛି ମୁଁ ଜାଣିବାକୁ ପାଉଛି ଯେ ସେ ଝିଅ ଅଲଗା ପିଲାଙ୍କ ସହିତ ବି ତାର ଥିଲା ସମ୍ପର୍କ ଥିଲା। ମୋତେ କହିଥିଲା ଯେ ଝିଅ ନା ମୁଁ ଜଣକୁ ଭଲ ପାଇଥିଲି, ତା ନାଁ ହେଉଛି ପୁପୁନ ମାଣ୍ଡି, ଆଉ କାହା ସେମିତି କିଛି ମୋ ନାହିଁ ବୋଲି। ବାକି ଦିନେ କ'ଣ ହେଇଛି, ତା ସାଙ୍ଗ ଜଣେ ମାନେ ଭାଇ ଆଗରୁ ମାନେ ସେ ଝିଅ ଭଲ ପାଇଥିଲା, ସେ ଜଣକୁ ପୁପୁନ ମାଣ୍ଡି ବୋଲିକି ପିଲା ତାକୁ ଭଲ ପାଇଥିଲା, ଭାଇକି ସେ ଝିଅ ଜଣେଇଥିଲା। ବର୍ତ୍ତମାନ ଭାଇ କ'ଣ କହୁଛନ୍ତି ନା ସିଏ ଝିଅର ମାନେ ବହୁତ ପିଲାଙ୍କ ସହିତ ସମ୍ପର୍କ ଅଛି, ଖରାପ ସମ୍ପର୍କ ଅଛି। ଏବେ ସିଏ ଜାଣିବାକୁ ପାଉଛନ୍ତି କି ଆଗରୁ ଆପଣ ଯେତେବେଳେ ପ୍ରଥମେ କହିଲେ ଯେ କି ମୁଁ ମୋ ବିଷୟରେ କହିଛି, ସିଏ ତାଙ୍କ ବିଷୟରେ କହିଲେ, ଆମେ ସବୁ ଜଣାଜଣି ହେଇକି ତାପରେ ଆମେ ମ୍ୟାରେଜ୍ କଲୁ, କି ସେ ତମକୁ ଖାଲି କ'ଣ ପୁପୁନ ଯେଉଁ ପିଲା ଉପରେ କହିଲା, ଆଉ କିଛି କହିନଥିଲା। ତାପରେ ଯଦି ବି କହିଥିଲା, ତାପରେ ଏବେ କେମିତି କହୁଛନ୍ତି ଯେ 1000 ପିଲାଙ୍କ ସହିତ ସମ୍ପର୍କ ଥିଲା। ଆପଣ ଜାଣିଛନ୍ତି ଯେ ଯଦି 1000 ପିଲାଙ୍କ ସହିତ ସମ୍ପର୍କ ଥିଲା, ପୁଣି କେମିତି ସେ ପିଲାକୁ ବାହା ହେଇଥିଲେ ଆପଣ? ଭାଇ ଆଉ କ'ଣ କହୁଛନ୍ତି ଶୁଣନ୍ତୁ, କେମିତି ତାଙ୍କୁ ସେ ଝିଅ ମାନୁ ବୋଲି ଝିଅ ମୋତେ ଫୋନ୍ କରି କହିଲା ଯେ ମିଲନ ଭାଇ ଗୋଟେ କଥା କହୁଛି, ଖରାପ ଭାବିବନି। ନାଇଁ କ'ଣ ହେଇଛି କ'ଣ ନା ସିପ୍ରା ତାଙ୍କୁ ହେଉଛି ଚିଟ୍ କରୁଛି। ତ
ତାର ଭଲ ନା ମୋହିନୀବାଲା ସିଂ ଡାକନା ସିପ୍ରା କହିଲା ତୁମ ସିପ୍ରା ତୁମକୁ ହେଉଛି ଚିଟ୍ କରୁଛି ଆଉ ତୁମକୁ ଧକ୍କା ଦେଉଛି ନାଇଁ କ'ଣ ହେଲା କି ଆଉ ହ୍ୱାଟ୍ସଆପ୍ର କିଛି ପଠାଉଛି ଦେଖ ତାପରେ ସେ ଝିଅର ମୁଁ ପ୍ରାଇଭେଟ୍ ଫଟୋ ପଠେଇଲା ସେ ଝିଅ ପଠେଇଲା ସେ ପ୍ରୁଫ୍ ବି ମୋ ପାଖରେ ଅଛି ସେ ପ୍ରୁଫ୍ ଦେଖି ସାରିଲା ପରେ ଝିଅ ମୁଁ ପୁରା ସକ୍ ହେଇଗଲି ତାପରେ ଆଉ ସେ ଝିଅ ଯିଏ ପଠେଇଥିଲା କହିଲା ମିଲନ ଭାଇ ଦେଖ ତୁମକୁ ଯେଉଁଟା ଠିକ୍ ଲାଗୁଛି ସେଇଟା କର କାରଣ ଝିଅକୁ ମ୍ୟାରେଜ୍ ମୁଁ ଅଲରେଡ଼ି କରିସାରିଥିଲି ଝିଅକୁ ଡାକିଲି ମୋ ପାଖକୁ ଆସିଲା ଏଇ କଥା କିଛି କହିନଥିଲି କହିଲା ପରେ ଝିଅକୁ ଏ ଜିନିଷ ଦେଖେଇଲି ତାପରେ ଝିଅ ରାଗି ଫୋନ୍ଟା ଭାଙ୍ଗିଦେଲା ମତେ କହ ସତ ତାପରେ ଝିଅ କହିଲା ନା ମୋର ହେଉଛି ଏମିତି ସେମିତି ହେଇଥିଲା ଆଉ ଶୈଳେଶ ଭଳି ପିଲାଟା ଆଉ ମୁଁ 5-6 ଦିନ ହେବ ତା ସହିତ କଥା ହେଇଛି 5-6 ଦିନରେ ତୁ ପ୍ରାଇଭେଟ୍ ଫଟୋ ଦେଇଦେବୁ ମାନେ ବାଥରୁମ୍ରୁ ଆସୁଥିବା ମାନେ ପିନ୍ଧିଥିବା ଟାୱେଲ୍ ସେ ଫଟୋ ଦେଇଦେବୁ ତାକୁ ବାଡ଼େଇଥିଲି ତାପରେ ସେ ଭୁଲ ମାଗିଲା ଜିନିଷ କହିଲି ଯେହେତୁ ସେ ପ୍ରେଜେଣ୍ଟ ଥିଲା ନା ସରି ପାଷ୍ଟ ଥିଲା ମୁଁ ବର୍ତ୍ତମାନ ପ୍ରେଜେଣ୍ଟ ତୋର ମୁଁ ଥିଲା ସମୟରେ ସେମିତି କିଛି କରିନି ତ ସେଇ ଭାବିକି ମୁଁ ଆକ୍ସେପ୍ଟ କଲି ତାକୁ ଠିକ୍ଠାକ୍ ଚାଲେ ସମ୍ପର୍କ ଚାଲେ ଠିକ୍ଠାକ୍ ଚାଲିଲା ସବୁ ଠିକ୍ଠାକ୍ ବଢ଼ିଆ 2019 20 21 22 ଗଲା 22ରେ କ'ଣ ହେଇଛି ଗୋଟେ ସେମିତି ତାଙ୍କ ଘରକୁ ସେ ଝିଅ ଯାଇଥାଏ ଆମ ଘରେ ମୁଁ ଥାଏ ଝିଅ ତାଙ୍କ ଘରେ ଯାଇଥାଏ ତାପରେ ମୁଁ ଖବର ପାଇକି ଶୁଣିବାକୁ ପାଇଲି ମୋର ସାନ ଭାଇ ଜଣେ ତା ଘର ଯାଜପୁର ତା ନା ଗୁଡୁ ବୋଲି ସିଏ ହେଉଛି ଆମ ଗାଁରେ ପୋଷ୍ଟାଲରେ ଜବ୍ କରୁଥିଲା ତାରି ସାଙ୍ଗ ଜଣ ଅଛି ଯାଜପୁର ସେ ଯାଜପୁର ପିଲା ମୋ ସାଙ୍ଗକୁ ଯେହେତୁ ତା କେଉଁଝର ଇଏ ଥିଲା କହିଲା ଆଉ ହେଉଛି ବେ ଗୁଡୁ ଆଉ ଗୋଟେ ଝିଅ ମୁଁ ଗୋଟେ କେଉଁଝର ଝିଅଟା ମୋତେ ପ୍ରପୋଜ୍ କରିଛି ଆଉ ଏଇ ଝିଅଟା ଚିହ୍ନିଛୁ କି ଦେଖ ନା ତାପରେ ମୋ ସ୍ତ୍ରୀର ଫଟୋ ସେ ପିଲା ପଠେଇଥିଲା ତାପରେ ମୋ ସାଙ୍ଗ ଯିଏ ଗୁଡୁ ସେ ଜାଣିଥିଲା ଯେ ମୁଁ ରିଲେସନ୍ ଥିଲି ଆଉ ମ୍ୟାରେଜ୍ ତାକୁ କରିଥିଲି ତ ମୋ ସାଙ୍ଗଟା ମୋତେ କହିଲା ଦେଖ ଭାଉଜ ମାନେ ଦେଖ ତାଙ୍କ ଭାଇଙ୍କର ସାଙ୍ଗ ଗୁଡୁ ବି ତାଙ୍କ ସ୍ତ୍ରୀକୁ ଭଲ ପାଉଛି ମାନେ କିଭଳିଆ ସେ ସ୍ତ୍ରୀ ଲୋକ ଜଣଙ୍କ ଦେଖନ୍ତୁ ଭାଇଙ୍କ ସାଙ୍ଗକୁ ବି ସେ ତାଙ୍କ ସ୍ତ୍ରୀ ଭଲ ପାଉଛି ଯେ କି ଭାଇଙ୍କୁ ତାଙ୍କ ସାଙ୍ଗ ସେଇ ଯେଉଁ ଭାଇଙ୍କ ମାନେ ତାଙ୍କ ଯେଉଁ ମାନେ ଭାଇଙ୍କର ଯେଉଁ ସାଙ୍ଗ ତାଙ୍କ ସ୍ତ୍ରୀ ତାକୁ ଭଲ ପାଉଛି ସେ ସ୍ତ୍ରୀର ଫଟୋ ତାଙ୍କ ସାଙ୍ଗ ଭାଇକି ସେଣ୍ଡ କରୁଛି ସେଣ୍ଡ କରିକି ଭାଇଙ୍କ ମାଇଣ୍ଡକି କେମିତି ମାନେ ହାରାସମେଣ୍ଟ ଟାଇପ୍ରେ କରାହେଉଛି ଦେଖ କେତେ କ୍ରିଟିକାଲ ଝିଅ ଭାଇ ଏଇଭଳିଆ ଆଜିକାଲିକା ଯେଉଁ ମାନେ ଓଡ଼ିଶାରେ ଏଇଭଳିଆ ସବୁ ଚାଲିଛି ଯେଉଁ ଝିଅମାନେ କରୁଛନ୍ତି ଆଉ ମାନେ ଟିକେ ଦେଖିକି ଟିକେ ଚଳନ୍ତୁ କାରଣ ଭାଇ ଆଗକୁ ଆହୁରି କ'ଣ କହୁଛନ୍ତି ସେ ଝିଅ ବିଷୟରେ ଟିକେ କୁହନ୍ତୁ ଭାଇ ଏମିତି ସେମିତି କଥା ଆଉ ଇଏ ତାପରେ ସେ ପିଲାକୁ ମୋତେ କନଫେସ୍ କଲା ସେ ପିଲା ନାଁ ରାଜା ଏବେ ଭାଇ କହିଲା ଭୁଲ ମାଗିଲା ଭାଇ ମୁଁ ଜାଣିନି ତୁ ବାହା ହେଇଥିଲୁ ବୋଲି ଏମିତି ସେମିତି ତ ସ୍ତ୍ରୀଟା ଭଲ ନାହିଁ ମୋଠୁ ପଇସା ନେଇଥିଲା 1000 ଟଙ୍କା ସିଗାରେଟ୍ ଟାଣିଲା ପୁଣି ହେଉଛି ମଦ ପିଇକି ମୋତେ ଦେଖେଇଲା ତ ଜିନିଷ କହିଲା ସେ ଝିଅକୁ କିଛି କହିଲିନି ଚୁପଚାପ ରହିଲି ତାକୁ କହିଲି ହଉ ଠିକ୍ ଅଛି ଭାଇ ତମେ ରଖ ମୁଁ ଦେଖୁଛି ତାପରେ ଝିଅକୁ ମୁଁ ଡାକିଲି ଝିଅକୁ ବୁଝେଇଲି କ'ଣ ସବୁ ତୁ ତ ମୋତେ ବାହା ହେଇଛୁ ତୁ ମୋ ସ୍ତ୍ରୀ ଏସବୁକୁ ବାରମ୍ବାର କାହିଁ କାମ କରୁଛୁ ଫାଷ୍ଟ ଥିଲା ଅଲଗା କଥା ମୁଁ ତ ବର୍ତ୍ତମାନ ସ୍ୱାମୀ ତୋର ନା ଏମିତି କାହିଁ କରୁଛୁ ତ ଝିଅ କହିଲେ ଭାଇ ଦେଖ ସିଏ ଝିଅକୁ ଡାକିକି ଇଏ ଭାଇ ତାଙ୍କର ବୁଝିବାର ଲାଗୁଛି ଆରେ ଭାଇ ତମେ ଯେହେତୁ ଜାଣିଦେଇଛ ଯେ ସେ ଝିଅ ଗୋଟେ ବେଶିଆ ପଡ଼ାର ରାଣ୍ଡି ଯେହେତୁ ଗୋଟେ ରାଣ୍ଡି ସହିତ ସମାନ କାରଣ ଆପଣଙ୍କ ଯିଏ କି ଗୋଟେ ପୁରୁଷ କତିରେ ସେ ଖୁସିରେ ରହିପାରୁନି ସେ 1000 ପୁରୁଷଙ୍କ ସହିତ ଗପୁଛି ସେଇଭଳିଆ ଝିଅକୁ ତମେ ମ୍ୟାରେଜ୍ କଲ ଜାଣିକି ମୁଁ ଏଇଟା ପ୍ରଥମ କଥା ଭାବୁଛି ଆପଣ ଜାଣିକି କେମିତି ମ୍ୟାରେଜ୍ କଲ କେମିତି ଜାଣିକି ମ୍ୟାରେଜ୍ କରିଥିଲ ସେ ଝିଅ ଏତେ ମାନେ ଆପଣଙ୍କୁ ଛାଡ଼ିକି ଇଏ ମୁଁ ତ ଯାହା ଦେଖୁଛି ଗୋଟେ ଗୀତ ଥିଲା ମୁଁ 99 ରାଣୀ ରାଜା କିନ୍ତୁ ନା ମୁଁ ଯାହା ଭାବୁଛି ଇଏ ଭାଇ ଏ ଯେଉଁ ଭାଇଙ୍କ ସ୍ତ୍ରୀ ହେଲା ସିଏ ହେଲା 99 ରାଜାଙ୍କ ରାଣୀ ଯାହାକୁ ସହରେ ପଡ଼ିଛି ଖୋଜା ଚାଲନ୍ତୁ ଭାଇଙ୍କ ଆଉ ଟିକେ ଭିଡ଼ିଓ ଆଗକୁ ଟିକେ ଦେଖାନ୍ତୁ ଭାଇକି ଆଉ ଟିକେ ଭଲ କଥା କହୁଛନ୍ତି ଆଉ ଟିକେ ଆଗକୁ ଝିଅ ବି ଭୁଲମାଲ ମାଗିଲା ଆଉ କରିବିନି ଲାଷ୍ଟ ଜୀବନରେ କରିବିନି ତାକୁ ଝିଅକୁ ଆଣିକି ଦେଇଥିଲି ଦେଖେ ତୁ ସବୁବେଳେ ଏମିତି କରି ଆସୁଛୁ ଆଉ ଲାଷ୍ଟ ମୁଁ ବି ଥରେ ଯଦି କରିବି ସେତେବେଳେ ମୁଁ କହିବୁନି ଯେ ମୁଁ କ'ଣ କଲି ବୋଲି ତ ଠିକ୍ଠାକ୍ ଚାଲିଲା ସବୁ ଠିକ୍ ଚାଲିଲା ବଢ଼ିଆ ହେଲା ସମ୍ପର୍କ ହେଲା ଆଉ ସେମିତି ଝିଅ କିଛି ଭୁଲ ଭାଲ କଲା ନାହିଁ ତାପରେ ଏ ରିସେଣ୍ଟ 2023ରେ ଏପ୍ରିଲ କି ଜୁଲାଇ ମାସରେ କ'ଣ ହେଇଛି ମୁଁ ଦୋକାନରେ ଥାଏ ଖାଇବାକୁ ଆସିଥିଲି ଗୋଟେ ବେଳେ କ'ଣ ହେଇଛି ସେ ଝିଅ ଶୋଇଛି ହ୍ୱାଟ୍ସଆପ୍ରେ ଲାଇନ୍ରେ ଗୋଟେ ପିଲାକୁ ରଖି ଶୋଇଛି ବାକି ଝିଅ ଶୋଇପଡ଼ିଛି ବାକି ହ୍ୱାଟ୍ସଆପ୍ରେ ପିଲା ଅଛି ପାଖାପାଖି 1.5 ଘଣ୍ଟା ଲାଇନ୍ରେ ଅଛି ଫୋନ୍ଟା ମୁଁ ଛଡ଼େଇ ନେଇ ଆସିଲି ଆଣି ସାରିଲା ପରେ ଫୋନ୍ଟା ସବୁ ଚେକ୍ ମେକ୍ କଲି ସେ ଫୋନ୍ ଦେଉନଥିଲା ଝିଅ ଆଣିଲି ଚେକ୍ ମେକ୍ କଲି ସବୁ କଲି ତାର କେତେ ସମୟ କଥା ହେବ ଘର ଥିବା ସମୟରେ ତାର ଆଜି ପର୍ଯ୍ୟନ୍ତ ମୋ ଝିଅକୁ ଏତେ ଫ୍ରିଡମ୍ ଦେଇଥିଲି କେବେ ମୁଁ ଫୋନ୍ ଚେକ୍ କରେନି କିଛି ଆଇଡି ପାସୱାର୍ଡ ମୋତେ ଜଣା ନାହିଁ କିଛି ନାହିଁ ତା ଫ୍ରିଡମ୍ ପୁରା ଦେଇଥିଲି କାରଣ ସେଠି ମୋ ଭରସା ଟ୍ରଷ୍ଟ ଥିଲା ସେଠି ମୁଁ ଚେକ୍ ମେକ୍ କରୁନଥିଲି ତାପରେ ଆଣି ଆସିଲା ତାର ମାନେ ହ୍ୱାଟ୍ସଆପ୍କୁ ଯାଇକି ସେଠି ମୋର ତା ଚାଟ୍ ସବୁ ମୋର ମୋ ହ୍ୱାଟ୍ସଆପ୍କୁ ନେଇ ଆସିଲି ଦେଖିଲି ସବୁ କ'ଣ ଚାଟିଂ କରିଲି ସେ ଚାଟିଂଟା ଆପଣଙ୍କୁ ମୁଁ ଦେଇଦେଉଛି ଆପଣ ଦେଖିବେ ମାନେ କଦର୍ଯ୍ୟ ଭାଷାରେ ହେଇଥିଲା ସେ ଆଇ ଲଭ୍ ୟୁ କହୁଛି ଲଭ୍ ୟୁ ଟୁ କହୁଛି ଇଏ ତା ରୁମ୍ ଝିଅ ଯାଇ ତା ରୁମ୍କୁ ଯାଇଥିଲା ସବୁ ମେସେଜ୍ ସବୁ ଲେଖା ଅଛି ଆପଣ ପଢ଼ିପାରିଲେ ଜାଣିପାରିବେ ତାପରେ ସେ ନମ୍ବର ଯେତେବେଳେ ଇନକ୍ୱାରି କଲି ସେ ନମ୍ବରଟା ବାହାରିଲା ତାର ଯେଉଁ ପାଷ୍ଟ ଥିଲା ଫାଷ୍ଟ ବୟଫ୍ରେଣ୍ଡ ପୁପୁନ ମାଣ୍ଡି ବୋଲି ପିଲାଟା ତାରି ନମ୍ବର ବାହାରିଲା ମୁଁ ଝିଅକୁ କହିଲି କ'ଣ ଏସବୁ ବାରମ୍ବାର କ'ଣ 1 2 3 4 ଏମିତି ଟ୍ରାନ୍ସଫର କରିସାରିଲି କ'ଣ ସବୁ ଝିଅ କାନ୍ଦିଲା ମରିଯିବି ଇଏ କରିଯିବି ଛାଡ଼ି ଦିଅ ସେ ପିଲା ମୋତେ ବ୍ଲାକମେଲ୍ କରୁଥିଲା ସେଥିପାଇଁ ଏମିତି ବାଧ୍ୟ ହେଇକି କଥା ହେଉଥିଲି ତ ହେଲେ ବି ଚୁପଚାପ ଯେହେତୁ ମୁଁ ସ୍ତ୍ରୀ
गोटे मोर गाँव रेपुटेसन अच्छी मान सम्मान अच्छी सब जाणिक मुझे चुपचाप थी संपर्क छाड़ा बढ़िया है 2024 मोर कौन 1 तारीख दिन मो गाड़ी एक्सीडेंट हो गला जदि एक्सीडेंट है मुझे टेंशन बुथली थिला भितर मु तो टाइम एते आउ टाइम दे पाले भाई हम घर रे घर रे सब एमती जीवा सब करे बढ़िया हम संपर्क थिला आज्ञा सब किछ थिला तापर कोन होई कहले तापर जियो जेहेतु तुम चौदह कोन होई जानिलो जियो थरे जानिलो दी थरे जियो जानिलो मते फोन तीतर बेलକୁ छाड़ टेंशन थिली मु तो खराब भाषा देखि फोन में गाली गलज कली सब हेरकेट कर मु डिप्रेशन थी हार बहुत थी पैसा पत्र केमती आसो लोन मोन चलती सब करची जियोर मोर जॉइंट लोन भी अच्छी आम जो कहते टिके पूर्व सब किसी लोन मोर अच्छी भारत फाइनान्स सब अच्छी ए सब अच्छी किस्ती केते आड़ू देवी गाड़ी किस्ती देवी ना लोन किस्ती देवी ना बैंक किस्ती देवी कौन देवी बहुत टेंशन मुझे तो झील को गाड़ी गलज करदेली झील भी मतलब डाक ब्लॉक कर ब्लॉक कर झील को मुझे कल डाकिली 10 मिनट गला जेहेतु मो स्त्रीटा ना मुझे रागी देती मुझे बुझे तो कल कली क्या घर झड़ाटी हुए समस्त घर झड़ाटी हुए तापर मुझे फोन कला बेलू मो नंबर ब्लॉक कौन पे ब्लॉक हाँ रागी बोधे मो नंबर ब्लॉक कर मोर गोटे मोबाइल दुकान अच्छी जिते भी कस्टमर आसती मुझे कल करें कल कर मो वॉइस शुणी काटिदेव एमती करी 300 टका नंबर 300 नंबर झील को मुझे कल करी जिते हारासमेंट हो गली किसी कंटाक्ट पालानी बाध्य होकर घर को बढ़िया समस्या हूँ देखु समस्याटा बर्तमान हूँ कौन जेस कंटाक्ट हो पारे तापर मुझे कंटाक्ट हो पारे लास्ट मुझे कोर्ट हेल्प नेली मु पिटिशन सेक्शन 9 रे अप्लाई कलुँ कोर्ट रे जुलाई 10 रे पिटिशन फाइल अप्लाई कली जे मो तारीख डेट है हूँ आपणकर हूँ अगस्ट 23 समस्या हूँ आज्ञा अगस्ट 23 मोर हियरिंग थिला मु जाइथिली देखा करिया को कोर्ट रे हियरिंग थिला फास्ट हियरिंग थिला से जियो भी आसता जियो डेट चेंज करथिला डेट जो चेंज करथिला से देखा चाह हो पालानी कहले डायरेक्ट जियो देह खराब अच्छी तुम जाओ आउ दिन कर तापर किसी समय पर मुझे ओल्ड टाउन केउंझर गला भितर से गोटे झील को देखा पाइली मेडिकल फ्रंट रे गोटे पर पुरुष सहित ठिया होता मुझे गली झील को पचारि ए पिला किए ना मो स्वामी ताले मु किए तू किए चिन्हिनी जानी कहीकि मत से पिला भी बाड़ेला झील भी बाड़ेला से पिला ना हूँ सुब्रत कुमार नायक ता घर हूँ सारपड़ा झील ना हूँ मोहिनीमला सिंह मो जी हूँ मो स्त्री ता विषय कह बहुत खराब लगे घुणा भी लगुच बाध्य मत कह पड़ू बाकी मत नहीं गले फांडिक नहीं गले पीसीआर भ्यान आसला पीसीआर भ्यान आसला मत पचारे कौन कौन घटना घटी मुझे सब डिटेल्स कथा कहले कोर्ट केस चलती फास्ट थिला एमती थिला तापर सार मैंने बुझेले तो आम कौन करूँ कोर्ट रे तुम केस चलती बाकी झीलटा तो तुम सह रहा चाहते आम कौन जबरदस्ती करूँ बर्तमान मु चाहूँगी मत उचित न्याय मिलू कारण मु गोटे पुरुष से गोटे नारी तांको आईन कानून सब किसी अच्छी आम किसी आईन कानून किसी नहीं जो से गोटे भूल कर 10टा भूल कले भी किसी नहीं बाकी आम गोटे भूल करदेबू मैंने आम नार केते एलिगेशन दुनिया आम पुरुष पुरुष को से निर्यातना दौरान एम नारी गोटे नारी मान सब किसी आईन कानून अच्छी बाकी आम किसी नहीं है आज हूँ आम मान सम्मान क्षति सब होती एत सब पाठ पढ़ी चाकरी करी सर किसी भैल्यू नहीं 6 वर्ष 7 मास संपर्क से भूलीगला बर्तमान 3 मास हम मोटे झील अलग है थिला बर्तमान से बाहर से झील को बाहर कोर्ट रे पुलिस को सामने से जिन कहला बर्तमान एवं के दिवस नहीं पा दिवस नहीं बर्तमान से पिला सहित सब मत हारासमेंट कर फटो छाड़ुंट रिलीज छाड़ुंट प्राइवेट आपण मैंने देखिले भाईंकर वर्तमान ପାଇଁ जो कथा देखि पाइले आपण बुझी पाइले भाई जनक तांको स्त्री को पाठ पढ़ेले सब करेले वर्तमान टीचर चाकरी कर सारा पर से भाई को से झियो चीट करके वर्तमान ପାଇଁ शह शह टोका सहित रिलेशन रखुची आ भाई को ताको जो बॉयफ्रेंड माने वर्तमान ପାଇଁ भाई को माने फोटो पठाउछन्ती भाई को हारासमेंट करा जाउची भाई को सहित चीट करा जाउची माने से झियो किभलिया टाइप रो झियो आपण माने एउथुरु जानि परतबे आजि कालिका झियो को टिके भाई टिके सतर्क हेकि रुहंतु आ देखिकि टिके मैरेज करंतु कारण आपण प्रथमे जानि परतबे एई जो भाई की प्रथम देखंतु ए भाई की किमिति ये झियो चीट कला कहला जे प्रथमे बागर पर कहला जे मु जण गोटिए पुओ को भलो पाउतु सेता नाही वर्तमान भाई जेतला जानिया पाइले जे से झियो वर्तमान पाई सहस पिलांक सहित रिलेशन रखुची सहस पिलांक सहित माने चैटिंग करुची बाथरूम रे पसिकी वर्तमान पाई ताकर जो नेगेटिव फोटो गुडाक माने खराब फोटो गुडाक पिलांक कति की छड़ा जाउची भाई को ताको बॉयफ्रेंड माने जो फोटो गुडा छाडुचंती एइतुर आपण माने जानि पारंतु ये जो आजिकल का नारी सब झील मैंने सब झील नियंतु मुझे कथा कहूनी जो केतटा झील अच्छा ये झील टे देखिकी चिन्हिकी दूर रुहतु कारण आपणकर मैरेज जीवन में लाइफ रे थरी हम किंतु आपण देखु ये भाई को परिस्थिति किमिति भाई कौन कहले कि मु गोटे पुरुष वर्तमान पाई मोर न्याय दरकार मते हारासमेंट करा जाउछि आजिकल पुरुष को समस्त नारी पाई
ମାନେ ଥାନା କୋର୍ଟ କଚେରୀ ସବୁ ଅଛି ପୁରୁଷମାନଙ୍କ ପାଇଁ କିଛି ନାହିଁ ବର୍ତ୍ତମାନ ପାଇଁ ମୁଁ ଆପଣଙ୍କୁ କହୁଛି ମ୍ୟାରେଜ୍ କରିବା ଆଗରୁ କି ଲଭ୍ କରିବା ଆଗରୁ ଟିକେ ଭଲକି ଦେଖିକି ଭାବି ଚିନ୍ତିକି ମ୍ୟାରେଜ୍ କରନ୍ତୁ କାରଣ ଏ ଭାଇଙ୍କ ଭଳିଆ ଆପଣ ବି ପରିସ୍ଥିତିରେ ପଡ଼ିପାରନ୍ତି କାରଣ ଏ ଭାଇ ଦେଖନ୍ତୁ ତାଙ୍କ ସ୍ତ୍ରୀ କି ବର୍ତ୍ତମାନ ପାଠ ପଢ଼େଇଲେ ନିଜେ ନ ଖାଇ ପିଇକି କେଉଁଠୁ ଖଟିକି ଆଣିକି ତାଙ୍କୁ ପାଠ ପଢ଼େଇକି ଟିଚର କଲା ପରେ ଭାଇଙ୍କି ସେ ଝିଅ ଚିଟ୍ କରିକି ବର୍ତ୍ତମାନ ପାଇଁ ଅଲଗା ଟୋକାଙ୍କୁ ପରପୁରୁଷ କତିରେ ଶୋଉଛି ପରପୁରୁଷଙ୍କୁ ନେଗେଟିଭ୍ ଫଟୋ ଛାଡ଼ୁଛି ମାନେ ବହୁତ ଅଶ୍ଳୀଳ ଭାଷା ମେସେଜ୍ କରୁଛି ଏଇଥିରୁ ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରୁଛି ଏ ଭାଇଙ୍କ ଭଳିଆ ଟିକେ ଆପଣ ଏ ଭାଇଙ୍କ ଭିଡ଼ିଓ ଦେଖିକି ଆପଣ ଟିକେ ସୁଧୁରି ଯାଆନ୍ତୁ ମ୍ୟାରେଜ୍ କରୁଛନ୍ତି ନିଜେ ଟିକେ ଭାବି ଚିନ୍ତିକି ଆଗ ପଛକୁ ମ୍ୟାରେଜ୍ କରନ୍ତୁ କାରଣ ଆପଣ ବି ଏଇଭଳିଆ ପରିସ୍ଥିତିରେ ପଡ଼ିପାରନ୍ତି ଜୟ ଶ୍ରୀରାମ ଏ ଭାଇଙ୍କ ଭିଡ଼ିଓ ଦେଖି ସାରିଲା ପରେ ଆପଣଙ୍କୁ ନିଶ୍ଚିତ ଭଲ ଲାଗିଥିବ ଆଉ ଯଦି ମୋ ଚ୍ୟାନେଲ୍ ଆପଣମାନେ ନୂଆ ଅଛନ୍ତି ମୋ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ ଦବାଇ ଦିଅନ୍ତୁ ଜୟ ଶ୍ରୀରାମ।